Hello student, welcome to my YouTube channel Plus 3 second semester ଓଡ଼ିଆ ଅନର୍ସ ପ୍ରାଚୀନ ଓଡ଼ିଆ ସାହିତ୍ୟର ଇତିହାସ ର ଫାର୍ଷ୍ଟ ୟୁନିଟ୍ରେ ଅଛି ଆମର ପ୍ରାକ୍ ସାରଳ ସାହିତ୍ୟ ଓ ଚର୍ଯା ସାହିତ୍ୟ। ଆଜି ଆମେ ଆଲୋଚନା କରିବା ଓଡ଼ିଆ ସାହିତ୍ୟରେ ଯୁଗକୁ କେତେ ଭାଗରେ ବିଭକ୍ତ କରାଯାଇଛି ନା 5 ଭାଗରେ ବିଭକ୍ତ କରାଯାଇଛି। ଆଦି ଯୁଗ, ସାରଳା ଯୁଗ, ପଞ୍ଚସଖା ଯୁଗ, ରୀତି ଯୁଗ, ଆଧୁନିକ ଯୁଗ। ଆଦି ଯୁଗକୁ ଆମେ ପ୍ରାକ୍ ସାରଳ ଯୁଗ ମଧ୍ୟ କହିଥାଉ। ଆଧୁନିକ ଯୁଗକୁ ଆମେ 5 ଭାଗରେ ବିଭକ୍ତ କରୁଛେ। ରାଜନୀତି ଯୁଗ, ସତ୍ୟବାଦୀ ଯୁଗ, ସବୁଜ ଯୁଗ, ପ୍ରଗତି ଯୁଗ, ଐତ୍ୟାଧୁନିକ ଯୁଗ। ଆଦି ଯୁଗ ଖ୍ରୀଷ୍ଟାବ୍ଦ 8ମ 9ମ ଶତାବ୍ଦୀ ଠାରୁ 14ଶ ଶତାବ୍ଦୀର ଶେଷ ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା। ଏହି ଯୁଗ ଓଡ଼ିଆ ସାହିତ୍ୟର ଆଦି ଯୁଗ ଅଟେ। ଆଦି ଯୁଗ କଥିତ ସାହିତ୍ୟ, ଅଭିଲେଖ ସାହିତ୍ୟ, ଲିଖିତ ସାହିତ୍ୟ। କଥିତ ସାହିତ୍ୟରେ ଆମର ଲୋକଗୀତ, ଲୋକ କାହାଣୀ, ଲୋକନାଟକ ଏସବୁ ଥିଲା। ଆଉ ଅଭିଲେଖ ସାହିତ୍ୟରେ ଆମର ଶିଳାଲେଖ, ତାମ୍ରଲେଖ, ଯେଉଁ ତମ୍ବାରେ ଲେଖୁଥିଲେ ସେତେବେଳେ ପ୍ରାଚୀନ କାଳରେ ରାଜାମାନେ କିଏ ଲେଖୁଥିଲେ? ରାଜାମାନେ ଲେଖୁଥିଲେ। ତାପରେ ଆମର ଆସିଥିଲା ଲିଖିତ ସାହିତ୍ୟ। ଲିଖିତ ସାହିତ୍ୟରେ ଆମର ନାଥ ସାହିତ୍ୟ, ଚର୍ଯା ସାହିତ୍ୟ, ମୁଦ୍ରାପାଣ୍ଠି, ସର୍ବ ସାହିତ୍ୟ, କେଶବ, ହୈଲି ଇତ୍ୟାଦି ଏସବୁ ଥିଲା ଆମର ଲିଖିତ ସାହିତ୍ୟରେ। ନେକ୍ସଟ ଆମର ରହିଛି ଚର୍ଯା ସାହିତ୍ୟ। ଚର୍ଯା ସାହିତ୍ୟରେ 84 ଜଣ ବୌଦ୍ଧ ସିଦ୍ଧାଚାର୍ଯ୍ୟ ଥିଲେ। କେତେ ଜଣ? ନା 84 ଜଣ। ବୌଦ୍ଧ ସିଦ୍ଧାଚାର୍ଯ୍ୟ ଛୋଟ ଛୋଟ ଗୀତିକା ରଚନା କରିଥିଲେ। ଗୀତିକାର ସଂକଳନକୁ ଚର୍ଯା ସାହିତ୍ୟ କୁହାଯାଏ। ମୁଁ ପୁଣି ଥରେ କହିଦେଉଛି, ବୌଦ୍ଧ ସିଦ୍ଧାଚାର୍ଯ୍ୟ ଛୋଟ ଛୋଟ ଗୀତିକା ରଚନା କରିଥିଲେ। ଗୀତିକାର ସଂକଳନକୁ ଚର୍ଯା ସାହିତ୍ୟ କୁହାଯାଏ। ଚର୍ଯା ସାହିତ୍ୟ କହିଲେ ଚର୍ଯା ଗୀତି ଓ ଦୋହାକୁ ମଧ୍ୟ ବୁଝାଏ। ଚଳିତ ଶତାବ୍ଦୀରୁ ପ୍ରାରମ୍ଭ 1907 ଖ୍ରୀଷ୍ଟାବ୍ଦରେ ବଙ୍ଗଳାର ସୁନାମଧନ୍ୟ ପଣ୍ଡିତ ମହାମହୋପାଧ୍ୟାୟ ହରପ୍ରସାଦ ଶାସ୍ତ୍ରୀ ନେପାଳ ଦରବାରରେ ପୋଥିଶାଳା ବା ଏହାକୁ ଲାଇବ୍ରେରୀ ମଧ୍ୟ କୁହାଯାଏ। ଲୋକଲୋଚନକୁ ଆସିନଥିବା କେତେକ ପ୍ରାଚୀନ ପୋଥି ପାଇଥିଲେ। ଚର୍ଯାଚର୍ଯ୍ୟ ବିନିଶ୍ଚୟ 50ଟି ଗୀତିକାର ସମାହାର ଅଟେ। କେତେଟି? ନା 50ଟି। ସୋରହପାଙ୍କ ଦୋହାକୋଷ, କାହ୍ନୁପାଙ୍କ ଦୋହାକୋଷ 1916 ଖ୍ରୀଷ୍ଟାବ୍ଦରେ ସେ ନିଜ ସମ୍ପାଦନାରେ ବୌଦ୍ଧଗଣ ଓ ଦୋହା ନାମରେ ପ୍ରକାଶ କରିଥିଲେ। ଚର୍ଯା ସଂଖ୍ୟା 24, 25, 48, 23ର କିଛି ଅଂଶ ମହାମହୋପାଧ୍ୟାୟ ହରପ୍ରସାଦ ଶାସ୍ତ୍ରୀଙ୍କ ଆବିଷ୍କୃତ ଚର୍ଯା ଗୀତିକୋଷର ପୁସ୍ତିକା ସହିତ 3.5 ଗୋଟି। ତାପରେ ଆମେ ଦେଖିବା ଚର୍ଯାର ଅର୍ଥ। ଚର୍ଯା ଶବ୍ଦର ଅର୍ଥ ହେଉଛି ଆଚାର ବା ଆଚରଣ। ଚର୍ଯା ସାହିତ୍ୟ ବୌଦ୍ଧ ସିଦ୍ଧାଚାର୍ଯ୍ୟମାନଙ୍କ ଦ୍ୱାରା ରଚିତ ଓ ଧାର୍ମିକ ଗୀତିମାନଙ୍କର ସଂଗ୍ରହକୁ ଚର୍ଯା ସାହିତ୍ୟ ବୋଲି କହିଥାଉ। ତତ୍ତ୍ୱଜ୍ଞାନ ଓ ଯୋଗ ସାଧନା ସମ୍ବନ୍ଧୀୟ ଗୁପ୍ତ ଅର୍ଥ ରହିଥିବା ଚର୍ଯା ସାହିତ୍ୟକୁ ଓଡ଼ିଆ ଭାଷାରେ ପ୍ରାରମ୍ଭିକ ରୂପ ମନାଯାଏ। ଚର୍ଯା ସାହିତ୍ୟର ପ୍ରମୁଖ ଗ୍ରନ୍ଥ ଚର୍ଯାପଦ। ଚର୍ଯା ସାହିତ୍ୟ ହେଉଛି ସିଦ୍ଧାଚାର୍ଯ୍ୟମାନେ ରଚିତ କରିଥିବା ଧାର୍ମିକ ଓ ଆଧ୍ୟାତ୍ମିକ ଗୀତିମାନଙ୍କ ସାହିତ୍ୟ। ଏହା ବୌଦ୍ଧ ଧର୍ମ ସହ ସମ୍ବନ୍ଧିତ ଗୀତ ଆକାରରେ ରଚିତ କରାଯାଇଛି। ଗୁପ୍ତ ଓ ପ୍ରତୀକାତ୍ମକ ଭାଷା ବ୍ୟବହୃତ କରାଯାଏ। ଓଡ଼ିଆ ଭାଷାର ପ୍ରାଚୀନ ନିଦର୍ଶନ। ଏହି ସାହିତ୍ୟ ପ୍ରାୟ 8ମ ଶତାବ୍ଦୀରୁ 12ମ ମଧ୍ୟରେ ବୌଦ୍ଧ ସିଦ୍ଧାଚାର୍ଯ୍ୟଙ୍କ ଦ୍ୱାରା ରଚିତ ହୋଇଥିଲା। ସେମାନେ ନିଜ ଧାର୍ମିକ ଅନୁଭବ, ଯୋଗ ସାଧନା ଓ ଜୀବନର ଗୀତ ମାଧ୍ୟମରେ ପ୍ରକାଶ କରିଥିଲେ। ଏହି ଗୀତମାନଙ୍କୁ ଚର୍ଯାପଦ କୁହାଯାଏ। ଏହି ଭାଷାର ଅର୍ଥ ସାଧାରଣ ଲୋକଙ୍କ ପାଇଁ ସହଜ ନୁହେଁ। ଏହାରି ଭିତରେ ଗଭୀର ଆଧ୍ୟାତ୍ମିକ ଲୁଚି ରହିଛି। ଏଥିରେ ଅର୍ଥ, ସାଧନା, ନୀତି ଓ ଜୀବନର ସତ୍ୟ ବିଷୟରେ ଦେଖିବାକୁ ମିଳେ। ନେକ୍ସଟ ଆମେ ଦେଖିବା 84 ଜଣ ସିଦ୍ଧାଚାର୍ଯ୍ୟ କେତେ ଜଣ ତତ୍କାଳୀନ ଥିଲେ। ସେହି ସମୟ ଯେଉଁ ଭାଷା ପ୍ରଚଳିତ ଥିଲା ସେହି ଭାଷାରେ ରଚନା କରିଥିଲେ ସିଦ୍ଧାଚାର୍ଯ୍ୟ ସାହିତ୍ୟ। କେତେ ଜଣ ସିଦ୍ଧାଚାର୍ଯ୍ୟଙ୍କ ବିଷୟରେ ଆଜି ଆମେ ଜାଣିବା। ପ୍ରଥମେ ଆମର ସୋରହପା, ଯାହାକି 22, 32, 38, 39 ସେ ରଚନା କରିଥିଲେ। ସୋରହପା ହେଉଛନ୍ତି ଆଦିସିଦ୍ଧ। ସୋରହପାଙ୍କୁ ଆଦିସିଦ୍ଧ ମଧ୍ୟ କୁହାଯାଏ। ତିବ୍ଦତୀୟ ତାଙ୍କର ଗ୍ରନ୍ଥାନୁସାରେ ସୋରହପା ସେ ଓଡ଼ିଶାର ଅଧିବାସୀ ଥିଲେ। ସେ କେଉଁଠାରେ ଅଧିବାସୀ ଥିଲେ? ନା ଓଡ଼ିଶାର। ସେ ଓଡ଼ିଶାରେ ଜନ୍ମଗ୍ରହଣ କରିଥିବା ତାରନାଥଙ୍କ ବିବରଣୀରୁ ଜଣାଯାଏ। କେଉଁ ବିବରଣୀରୁ? ନା ତାରନାଥଙ୍କ ବିବରଣୀରୁ। ସେ ପୂର୍ବାଞ୍ଚଳରେ ରାଞ୍ଜି ନାମକ ସ୍ଥାନରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଥିଲେ ଜଣେ ବ୍ରାହ୍ମଣ ଓ ତାଙ୍କ ମାତା ଥିଲେ ଜଣେ ଡାକିଣୀ। ସେ ସେତେବେଳେ ରାହୁଳଭଦ୍ର, ରାହୁଳସୂଚୀ, ସରୋଜବଜ୍ର ବା ପଦ୍ମବଜ୍ର ନାମରେ ପରିଚିତ ଥିଲେ। ଚକେମୁକଳ୍ପ ନାମକ ଓଡ଼ିଶାର ଜନୈକ ରାଜାଙ୍କ ଦ୍ୱାରା ସେ ଦୀକ୍ଷିତ ନେଇଥିଲେ। ସୋରହପା କିଛି ଦିନ ପାଇଁ ନାଳନ୍ଦାରେ ଶିକ୍ଷାଦାନ କରିଥିଲେ। ସର୍ବଦା ସରୋସ୍ଥ ହୋଇ ଭ୍ରମଣ କରୁଥିବାରୁ ସେ ସୋରହପା ନାମରେ ପରିଚିତ ଥିଲେ। ସେ ସଂସ୍କୃତରେ ଜଣେ ବିଶିଷ୍ଟ ପଦକର୍ତ୍ତା ଏବଂ ତାଙ୍କର ଅନ୍ୟୁନ 25ଟି ତାନ୍ତ୍ରିକ ଗ୍ରନ୍ଥ ତିବ୍ଦତୀ ଭାଷାରେ ଅନୁଦିତ ହୋଇ ତାଙ୍ଗୁରୁରେ ସ୍ଥାନିତ।
ପାଇଛି। ଚର୍ଯାଗୀତି କୋଷରେ ସଂକଳିତ 22, 32, 38 ଓ 39 ସଂଖ୍ୟକ ଚର୍ଯାଗୀତିଗୁଡ଼ିକ ତାଙ୍କ ଦ୍ୱାରା ରଚିତ ହୋଇଥିଲା। ଆମର ନେକ୍ସଟ ସିଦ୍ଧାଚାର୍ଯ୍ୟ ହେଉଛନ୍ତି ଶବରୀପା। ଶବରୀପାର ଅନ୍ୟ ନାମ ଶବରୀପା ବା ଶବରପା। ସେ ଜାତିରୁ ଶବର ଥିବାରୁ ତାଙ୍କର ନାମ ଶବରୀପା ହୋଇଛି। ତାଙ୍କର ଦୁଇଟି ପତ୍ନୀ ଥିଲେ, ଲକି ଓ ଗୁଣୀ। ଦୁହିଁଙ୍କ ସହିତ ସିଦ୍ଧାଚାର୍ଯ୍ୟ ନାଗାର୍ଜୁନ ଦ୍ୱାରା ମନ୍ତ୍ରଯାନରେ ଦୀକ୍ଷିତ ହୋଇଥିଲେ। ସେ ଲକି ଓ ଗୁଣୀଙ୍କୁ ଚର୍ଯା ନାମ ପଦ୍ମାବଳୀ ଓ ଜ୍ଞାନବତୀ ଥିଲା। ତାରନାଥଙ୍କ ବିବରଣୀ ଅନୁସାରେ ସେ ପୂର୍ବ ଭାରତରେ ଏକ ନୃତ୍ୟ ରଚନା କରି ଜାତିର ଲୋକ ଥିଲେ। ସେ ଶବର ସମ୍ପ୍ରଦାୟରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର 2 ଜଣ ଶିଷ୍ୟ ମଧ୍ୟ ଥିଲେ, ଜଣେ ଯୋଗୀପା, ଅନ୍ୟ ଜଣେ ସର୍ବଭୈକ୍ୟପା। 2850 ସଂଖ୍ୟକ ଚର୍ଯାଦ୍ୱୟ ତାଙ୍କ ଦ୍ୱାରା ରଚିତ ହୋଇଥିଲା। ଶବରୀପା ଜଣେ ବିଶିଷ୍ଟ ପଣ୍ଡିତ ଥିଲେ। ତାଙ୍ଗୁର ତାଲିକାରେ ତାଙ୍କ ନାମରେ 10 ଗୋଟି ବଜ୍ରଯାନୀ ଶାସ୍ତ୍ରରେ ଉଲ୍ଲେଖ ରହିଛି। ଷ୍ଟୁଡେଣ୍ଟ ଆମର ନେକ୍ସଟ ସିଦ୍ଧାଚାର୍ଯ୍ୟ ହେଉଛନ୍ତି ଲୁଇପା। ଅଧିକାଂଶ ତାନ୍ତ୍ରିକ ପରମ୍ପରାରେ ଦୁଇପାଦ ପ୍ରଥମ ସିଦ୍ଧାଚାର୍ଯ୍ୟ ଏକ କୈବର୍ତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଉଡ଼ଇ ଯାନର ରାଜାଙ୍କ ଦ୍ୱାରା ସେ ଲିପିକାର ଭାବେ ନିଯୁକ୍ତି ହୋଇଥିଲେ। ସେତେବେଳେ ତାଙ୍କର ନାମ ସାମନ୍ତ ଶୁଭ ଥିଲା। ସେ ଶବରୀପାଙ୍କ ଶିଷ୍ୟ ଥିଲେ ଓ ମହାଯଜ୍ଞେଶ୍ୱର ଭାବରେ ଖ୍ୟାତ ଥିଲେ। ଦୀକ୍ଷା ଗ୍ରହଣ କରିବା ପରେ ଲୁଇପା ବଙ୍ଗଳାକୁ ଯାଇ ଗଙ୍ଗା ନଦୀ କୂଳରେ ବଜ୍ରବାରୋହୀ ମନ୍ତ୍ର ଜପ କଲେ। କିଛି ମତ୍ସ୍ୟ ଭକ୍ଷଣ ପରେ ସେ ସାଧନାରେ ସିଦ୍ଧ ଲାଭ କରିଥିଲେ। ଚର୍ଯାଗୀତି କୋଷର 1 ଓ 29 ଚର୍ଯାଦ୍ୱୟ ଲୁଇପାଙ୍କ ରଚନା ଥିଲା। ତାପରେ ଆମର ଅଛନ୍ତି କମ୍ବଳପାଦ। 8 ସଂଖ୍ୟକ ଗୀତିକା। ତାରନାଥଙ୍କ ବିବରଣୀ ଅନୁସାରେ ସେ ଓଡ଼ିଶାରେ ଜନ୍ମଗ୍ରହଣ କରିଥିଲେ। ସେ ଥିଲେ ଜଣେ ରାଜପୁତ୍ର। ତ୍ରିପିଟକରେ ସେ ବେଶ ଦକ୍ଷତା ଅର୍ଜନ କରିଥିଲେ। ବଜ୍ରଯାନର ପ୍ରବର୍ତ୍ତକ ଭଦ୍ରଭୂତି ଥିଲେ କମ୍ବଳପାଦର ଶିଷ୍ୟ ଥିଲେ। ତାପରେ ବରୂପା। ବରୂପାଙ୍କ ଅନ୍ୟ ନାମ ବରୂପା ପାଦ। ସେ ଆଚାର୍ଯ୍ୟ ଜଳନ୍ଧରୀପାଙ୍କ ଶିଷ୍ୟ ଥିଲେ। ସେ ଓଡ଼ିଶାରେ ଆସିୟ ପାହାଡ଼ରେ ଥିବା ବିରୂପା ନଦୀ କୂଳରେ ଥିବା ଏକ ଗ୍ରାମରେ ବାସ କରୁଥିଲେ। ତାଙ୍କ ନାମ ଅନୁସାରେ ଓ ଓଡ଼ିଶାର ଏହି ନଦୀର ନାମକରଣ ହୋଇଛି। ଶୈବ ଉପାସନା ପ୍ରତି ତାଙ୍କର ଋଣାଭାବ ଥିଲା। ନେକ୍ସଟ ଆମର କାହ୍ନୁପା ଥିଲେ। କାହ୍ନୁପାଙ୍କ ଅନ୍ୟ ନାମ କୃଷ୍ଣାଚାର୍ଯ୍ୟ ବା କୃଷ୍ଣପାଦ। ସେ ଜଳନ୍ଧରୀପାଙ୍କ ଶିଷ୍ୟ ଥିଲେ। ସେ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। 69 ଗୋଟି ବୌଦ୍ଧତନ୍ତ୍ର ସମ୍ପର୍କରେ ରଚନା ତାଙ୍କ ନାମରେ ଦେଖିବାକୁ ମିଳେ। ଦାରିକପାଦ। ଭୁସୁକପାଦ। ଶାନ୍ତିଦେବ। ତାଙ୍କର ଅନ୍ୟ ନାମ 5 ଗୋଟି 6, 21, 23, 27, 30, 41, 43 ଓ 49 ଏସବୁ ଥିଲା ତାଙ୍କରି ରଚନା।